Sri Radhe Krishna. Namaskar. Very very sweet morning. 24 June Wednesday. ଆଜି ହଉଛି ଦଶମୀ ଅଛି। ଏ ଜ୍ୟେଷ୍ଠ ଶୁକ୍ଳ ଦଶମୀ। ଏ ଦଶମୀ କି କୁହାଯାଏ ଦଶହରା ଦଶମୀ। ଗଙ୍ଗା ଦଶହରା ସ୍ନାନ ଆଜି। ଆଜି ଗଙ୍ଗା ମାତା ପୃଥିବୀ ପୃଷ୍ଠକୁ ଆସିଥିଲେ। ଅଯୋଧ୍ୟାର ରାଜା ଦିଲ୍ଲୀପଙ୍କର ପୁତ୍ର ଭାଗିରଥୀ ବ୍ରହ୍ମାଙ୍କୁ ପୂଜା କରିକି ଗଙ୍ଗା ମାତାକୁ ପୃଥିବୀ ଲୋକକୁ ଆଣିଥିଲେ। ଆଣିବାର କାରଣ ହଉଛି ତାଙ୍କର ପୂର୍ବ ପୁରୁଷ ମାନଙ୍କୁ ଅଭିଶାପ ମିଳିକି ସେ ସବୁ ପାହାଡ ପୁରା 60,000 ତାଙ୍କର ବଂଶଧର ଲୋକ ଅଭିଶାପ ପାଇକି ହାଡର ପାହାଡ ଭଳିଆ ହେଇକି ଥିଲେ। ମୁକ୍ତି ମିଳୁନଥିଲା। ତାଙ୍କୁ ମୁକ୍ତି କରିବା ପାଇଁ କି ଭାଗିରଥୀ ବ୍ରହ୍ମାଙ୍କୁ ତପସ୍ୟା କଲେ। ବ୍ରହ୍ମା କହିଲେ ଯେ ଗଙ୍ଗାକୁ ପୃଥିବୀକି ଆସିବା ପାଇଁ କି ଅନୁମତି ଦେଲେ, କିନ୍ତୁ ଗଙ୍ଗା ମାତା କହିଲେ ଯେ ମୁଁ ଯଦି ଆକାଶରୁ ପୃଥିବୀକୁ ପଡିବି ବେଗ ଏତେ ଜୋରରେ ଯେ ପାତାଳକୁ ପଳେଇଯିବ, ପୃଥିବୀ ଲୋକରେ ରହିପାରିବେନି। ପୃଥିବୀ ଲୋକରେ ମତେ ସମ୍ଭାଳିକି ରଖିବା ପାଇଁ କି ଶିବଙ୍କୁ ତପସ୍ୟା କର। ଶିବଙ୍କ ଠାରୁ ଅନୁମତି ଆଣେ। ଭାଗିରଥୀ ମହାଦେବଙ୍କୁ ପୂଜା କଲେ, ତପସ୍ୟା କଲେ। ମହାଦେବ ସନ୍ତୁଷ୍ଟ ହେଇକି ମହାଦେବ ତାଙ୍କ ଜଟାରେ ସ୍ଥାନ ଦେଲେ। ଜଟା ମହାଦେବ ସବୁବେଳେ ଥାଆନ୍ତି କୋଉଠି? ହିମାଳୟରେ ଥାଆନ୍ତି। ତେଣୁ ହିମାଳୟରେ ତପସ୍ୟା କରୁଥିଲା ବେଳେ ତାଙ୍କ ଜଟାରେ ଗଙ୍ଗା ମାତା ଆସିକି ପ୍ରବେଶ କଲେ। ସେଣୁ ଗଙ୍ଗା ମାତା ହିମାଳୟରୁ ବାହାରିଛନ୍ତି। ତେଣୁ ହିମାଳୟରୁ ଯେତେବେଳେ ବହିକି ଆସିଲେ ସେତେବେଳେ ବହିକି ଆସିକି ପ୍ରବାହିତ ହେଇକି ଯୋଉଠି ସବୁ ଭାଗିରଥୀଙ୍କର ବଂଶଧର ସଗର ରାଜା ସବୁ ଥିଲେ, ଭାଗିରଥୀଙ୍କର ବଂଶଧର ଯୋଉଠି ହାଡ ହେଇକି ସବୁ ପଢିଥିଲେ ସେଇ ଜାଗାରେ ଯେତେବେଳେ ବହିଲେ ସେମାନେ ମୁକ୍ତି ପାଇଲେ। ତେଣୁ କୁହାଯାଏ ଯେ ଗଙ୍ଗାରେ ସେଥିପାଇଁ କି ହାଡ ସବୁ ବିସର୍ଜନ କରାଯାଏ, ଗଙ୍ଗାରେ ସ୍ନାନ କରାଯାଏ। ଆଜି ଗଙ୍ଗା ମାଙ୍କୁ ଆଳତି କରାଯାଏ। ଗଙ୍ଗା ଆପଣ ଯଦି ଯାଇପାରୁଛନ୍ତି ଭଲ, ଯୋଉମାନେ ଯାଇପାରୁନାହାନ୍ତି ଗଙ୍ଗା ଜଳରେ ଆଜି ସ୍ନାନ କରନ୍ତୁ। ଦେବଦେବୀଙ୍କୁ ସ୍ନାନ କରନ୍ତୁ। ମହାଦେବଙ୍କୁ ଆଜି ଅର୍ପଣ କରନ୍ତୁ ଗଙ୍ଗା ଜଳ। ଆଜି ଗଙ୍ଗା ଜଳର ମହତ୍ଵ ବହୁତ। ଗଙ୍ଗା ମାଙ୍କୁ ଗୋଟେ ପାତ୍ରରେ ଜଳ ରଖିବେ, ଫୁଲ ଦେବେ। ଆଜି ସେଇ ଜଳକୁ ଗଙ୍ଗା ମାତା ଭାବିକି ଧୂପ ଦୀପ ଦେଇକି ପୂଜା କରନ୍ତୁ, ଆଳତି କରନ୍ତୁ। ମା ଗଙ୍ଗା ମାତା ନମଃ, ଗଙ୍ଗା ମାତେ ନମଃ, ଏଇ ମନ୍ତ୍ରକୁ ଆଜି 108 ଜପ କରନ୍ତୁ, ଆପଣଙ୍କୁ ଆଶୀର୍ବାଦ ପ୍ରାପ୍ତି ହବ। ଚନ୍ଦ୍ରମା ତୁଳା ରାଶିରେ ଅଛନ୍ତି। ଚିତ୍ରା ତୁଳାରେ ଗୋଟେ 59 ପର୍ଯ୍ୟନ୍ତ, ତାପରେ ଆସିବେ ସ୍ୱାତି ତୁଳାକୁ। ପରିଘ ଯୋଗ ଅଛି। 10ଟା 23 ପରେ ଶିବ ଯୋଗ ଆସିଯିବ। ଶିବ ଯୋଗ ବହୁତ ବଢିଆ ଯୋଗ। ଶିବ ଯୋଗରେ ଦିନ 10ଟା 23 ପରେ ମହାଦେବଙ୍କୁ ଆପଣ ଆଜି ଗଙ୍ଗା ଜଳ ଅର୍ପଣ କରିବେ। ଶିବ ଯୋଗରେ ବହୁତ ଶୁଭ ହେଇଥାଏ। ଆଜିର ସୂର୍ଯ୍ୟ ଉଦୟ ସମୟ 5ଟା 9, ସୂର୍ଯ୍ୟାସ୍ତ 6ଟା 28। ଆଜିର ଶୁଭ ସମୟ 7ଟା 51 ରୁ 8ଟା 31, 10ଟା 10 ରୁ 11ଟା 22, 2ଟା 2 ରୁ 5ଟା 32, ସନ୍ଧ୍ୟା 6ଟା 24 ରୁ 10ଟା 1। এই ସମୟରେ ଆପଣ କୌଣସି ଶୁଭ କାମ କରିପାରିବେ। ଆଜି କଣ କରିପାରିବେ? ଆଜି ଗୃହ ପ୍ରବେଶ କରିପାରିବେ, ଗୃହ ଆରମ୍ଭ କରିପାରିବେ, କାନ ଫୋଡେଇ ପାରିବେ, ଅନ୍ନପ୍ରାଶନ କରିପାରିବେ, ବିଦ୍ୟା ଆରମ୍ଭ କରିପାରିବେ, ଛୋଟ ପିଲାଙ୍କୁ ଲଣ୍ଡା କରିବା ଏ କାମ କରିପାରିବେ, ନାମକରଣ, ଅଫିସର କମ୍ପାନୀର ନିଜର ଆକୁ ମଧ୍ୟ ନାଁ କିଛି କରିପାରିବେ, ଦେବତା ଗଠନ କରିପାରିବେ, ଗଛ ଲଗେଇ ପାରିବେ, ବ୍ରତଘର ମଧ୍ୟ ଆଜି ଅଛି। ଆଜି ବହୁତ ଶୁଭ ଦିନ ଅଛି। ଆଜି ଆପଣ ଶୁଭ କାମ କରିପାରିବେ। ସବୁ ଶୁଭ ସମୟରେ କରିବେ, ଯୋଉ ଶୁଭ ସମୟ ମୁଁ କହିଛି। ଆଜିର ରାହୁ କାଳ 11ଟା 49 ରୁ 1ଟା 28, କାଳ ବେଳା 8ଟା 31 ରୁ 10ଟା 10, ବାର ବେଳା 11ଟା 49 ରୁ 1ଟା 28। ଏହି ସମୟରେ କିଛି ଶୁଭ କାମ କରନ୍ତୁ ନାହିଁ। ଆଜି ଘାତ ବାର ଅଛି କର୍କଟର। ଯୋଉମାନଙ୍କ ଜନ୍ମଦିନ, ଈଶ୍ୱର ଆପଣଙ୍କୁ କଲ୍ୟାଣ କରନ୍ତୁ। ଆପଣ ସର୍ବଦା ଲକ୍ଷ୍ମୀ ମାଙ୍କୁ ପୂଜା କରନ୍ତୁ, ଆଶୀର୍ବାଦ ପ୍ରାପ୍ତି ହବ। ବିଦ୍ୟାର୍ଥୀ ମାନେ ଆପଣ ଆଜି ଅଧିକ ପରିମାଣରେ ଶାଗ ପରିବା ଖାଆନ୍ତୁ, ବ୍ରାହ୍ମୀ ପତ୍ର ଖାଆନ୍ତୁ, ବ୍ରାହ୍ମୀ ଗଛ ଲଗାନ୍ତୁ, ବ୍ରାହ୍ମୀ ଘୃତ ଖାଆନ୍ତୁ। ଆପଣ ଆଜି ସବୁ 1 ପାଖରୁ 100 ପର୍ଯ୍ୟନ୍ତ ନମ୍ବରକୁ କାଉଣ୍ଟ କରନ୍ତୁ। ବହୁତ ସୁନ୍ଦର ରିମେଡି ଆପଣଙ୍କୁ ମିଳିଯିବ। ବୁଧ ଅଛି, ବୁଧ ହଉଛନ୍ତି ନମ୍ବରକୁ କାଉଣ୍ଟ କଲେ ଏକାଗ୍ରତା ଆସିଥାଏ। ଆସେ ଯୋଉମାନଙ୍କର ବୁଧ ବକ୍ର ଅଛନ୍ତି ପଛରୁ କାଉଣ୍ଟ କରିକି ଆସିବେ, ପଛୁଆ ଚାଲିପାରିବେ, ଇଏ ଆପଣଙ୍କୁ ବହୁତ ଭଲ ରେଜଲ୍ଟ ମିଳିବ। ଏବେ ଜାଣିବା ହୋରା ବିଷୟରେ। ମେଷ ରାଶି ଆଜି ଅନ୍ୟ କଥା ଟିକେ ଚିନ୍ତା କରିବେ, ଯାତ୍ରା କରିବେ। ଆଜି କାମ ବି କିଛି ଭଲରେ ହେଇଯିବ। ଆପଣଙ୍କୁ କୌଣସି ଦିଗରୁ ଲାଭ ମିଳିବ। ବିଜନେସମ୍ୟାନ ସକ୍ସେସ୍ ହେବେ। ରିଲେସନ ଆଗକୁ ବଢିବ।
ଆପଣଙ୍କର ଆଜି ପେପର ୱାର୍କ ଯଦି ଚାହୁଁଛନ୍ତି ନିଶ୍ଚୟ କରିପାରିବେ। ଆପଣ ବେଳେବେଳେ ପଜେସିଭ୍ ହେଇଯାଆନ୍ତି, ନିଜ ପାଇଁକି ଲଢ଼ନ୍ତି। ଆଜି ଆପଣ ଚେଷ୍ଟା କରନ୍ତୁ ଅନ୍ୟ ପାଇଁ କିଛି କରିବା ପାଇଁ କି, ଯେତେବେଳେ ଅନ୍ୟ ପାଇଁ କି କାମ କରାଯାଏ କର୍ମ ପୁଣ୍ୟ କର୍ମ ହେଇଯାଏ। ଆପଣ ଆଜି କୌଣସି ଯାତ୍ରାରୁ ଲାଭ ପାଇବେ। ଶୁଭ ରଙ୍ଗ ଆପଣଙ୍କ ପାଇଁ କି ଗ୍ରୀନ କଲର। ଆପଣ ଆଜି ଓଁ ବୁଂ ବୁଧାୟ ନାମ ଜପ କରନ୍ତୁ। ବୃଷ ରାଶି, ଶତ୍ରୁକୁ ତ ଜିତିବେ କିନ୍ତୁ ଶତ୍ରୁକୁ ଜିତିବା କାହିଁକି, କିଛି ଲଢିବାକୁ ପଡିବ, ଆଜି ଲଢିବେ ମଧ୍ୟ। ଆଜି ଲୋନ ସମ୍ବନ୍ଧିତ ଯଦି କିଛି ଅଛି, କିଛି ବି ପଇସା ଆପଣ ଦେବେ, ରିଲାକ୍ସ ହେବେ। ହେଲ୍ଥ ଇସ୍ୟୁ ଅଛି, ଇଏ ବି ଦୂର ହବ ଟିକେ। ଆପଣଙ୍କର କୌଣସି ଦିଗରେ ଆଜି କେହି ଶତ୍ରୁତା କରିପାରନ୍ତି, ମନରେ କିଛି କଷ୍ଟ ଆସିବ, କୌଣସି କାମକୁ ନେଇକି ବ୍ୟସ୍ତ ରହିବେ, ବାରମ୍ବାର ବିଭିନ୍ନ କାମକୁ କରିବାକୁ ପଡିବ। ଆପଣ ଆଜି ଟିକେ କେୟାରଫୁଲ ରହିବେ। ଶୁଭ ରଙ୍ଗ ହଉଛି ଆପଣଙ୍କ ପାଇଁ କି ସ୍କାଏ କଲର। ଆପଣ ଆଜି ବରାହ ଭଗବାନଙ୍କୁ ପୂଜା କରନ୍ତୁ। ଓଁ ବୁଂ ବୁଧାୟ ନମ ଜପ କରନ୍ତୁ, ଆଶୀର୍ବାଦ ମିଳିବ। ମିଥୁନ ରାଶି, ଆଜି ବହୁତ ଭଲ ଦିନ ଅଛି। ଫ୍ରେଣ୍ଡ ସୁଖ, ସନ୍ତାନ ସୁଖ, ବନ୍ଧୁ ସୁଖ ମିଳିବ। କ୍ରିଏଟିଭ କାମ କରିବେ, ଆଜି ମନର କଥା ପୂରଣ ହବ। ଆଜି ରୋମାଣ୍ଟିକ ରହିବେ। ଆପଣ ଆଜି ମ୍ୟୁଜିକ ଶୁଣିବା, ଖେଳିବା, ଜିମ୍ ଯିବା, ଏଇ ସବୁକୁ ଏନ୍ଜୟ କରିବେ। କୌଣସି ଦିଗରେ ଆଜି ଆପଣଙ୍କର କାମ ଭଲରେ ହେଇଯିବ, ବହୁତ ଭଲ ଦିନ ଅଛି। ଆଜି କିଛି ଶିକ୍ଷା ଲାଭ କରିବେ, ପେନ୍ ବୁକ୍ସ କିଣି ପାରନ୍ତି, କିନ୍ତୁ ଏଇ ଦିଗରେ ବି କିଛି ଇଣ୍ଟରେଷ୍ଟ ଦେବେ। ନ୍ୟୁଜ ଶୁଣିବେ, ହଠାତ୍ କିଛି ଶୁଭ ସମ୍ବାଦ ମିଳିବ। ସରକାର ସହିତ ସମ୍ବନ୍ଧିତ ଯୋଉମାନେ କନେକ୍ଟ ଅଛନ୍ତି, ଲାଭ ମିଳିବ। ଓଁ ବୁଂ ବୁଧାୟ ନମ ଜପ କରନ୍ତୁ। ଆପଣ ଆଜି ସବୁଜ ରଙ୍ଗ ଆପଣଙ୍କ ପାଇଁ କି ଶୁଭ ରଙ୍ଗ। କର୍କଟ ରାଶି, ଆଜି ରୋଷେଇ ଘରକୁ ବହୁତ ସାରା ଖାଦ୍ୟ ବିଭିନ୍ନ ପ୍ରକାର ଆସିବ। ଏବେ ମିଠା, ଶାଗ, ପରିବା, ଆଜି ବହୁତ ଜିନିଷ କିଣା କିଣି କରିବେ। ଆପଣଙ୍କର ରୋଷେଇ ଘରର ସାମାନ ସବୁ ବହୁତ କିଣା ହବ। ସବୁ ଏବେ ଏଇ କ୍ଷଣି ଆଜି ତ କିଣା ହବ, ଆଗକୁ ବି କିଣା ହବ। ଆଜି କିଛି ପୁରୁଣା କାମକୁ କରି ବସିବେ, ପୁରୁଣା ଲୋକ ସହିତ କନେକ୍ଟ ହେବେ। ଖୁସି ବି ରହିବେ ଆପଣ। ପୂଜା ପାଠ ଆଜି ବହୁତ ଭଲ ଭାବରେ ହବ। ଶୁଭ ରଙ୍ଗ ହଉଛି ଲାଇଟ ଗ୍ରୀନ କଲର। ଆଜି ଗାଈକୁ କିଛି ଖାଇବାକୁ ଦିଅନ୍ତୁ। ସିଂହ ରାଶି, ଏକ ନୂଆ ଖୁସି ଉତ୍ସାହ ଆପଣଙ୍କୁ ମିଳିଯିବ। ଯାତ୍ରା ଭଲ ରହିବ, ମିଟିଂ ସକ୍ସେସ୍ ରହିବ। ଆପଣଙ୍କର କଥାବାର୍ତ୍ତା କରିକି କାମ ହେଇଯିବ। ଆଜି କାନର ପାଇଁକି କିଛି କିଣି ପାରନ୍ତି, ହାତର ଚୁଡ଼ି କି ହାତର ସବୁ କିଛି ସାମାନ କିଣି ପାରନ୍ତି। ନୂଆ କାମ କିଛି କରିବେ, ନୂଆ ସ୍କିଲ୍ ମିଳିବ। ଆଜି ପେପର ପେନ୍ ଏଇଥିରେ କିଛି କାମ ହବ, ପେନ୍ ବି କିଣି ପାରନ୍ତି। ଆପଣଙ୍କର ଆଜି କିଛି ଭଲ ମେସେଜ ମିଳିବ। ଶୁଭ ରଙ୍ଗ ଆପଣଙ୍କ ପାଇଁ କି ଫରେଷ୍ଟ ଗ୍ରୀନ। ଆପଣ ଆଜି ଚଢେଇ ମାନଙ୍କୁ ମୁଗ ଖାଇବାକୁ ଦିଅନ୍ତୁ। କନ୍ୟା ରାଶି, କହି କହିକି ଥକିଗଲେ, କେହି ଶୁଣିବେ କି ନାହିଁ। ଆଜି ଆପଣଙ୍କର ଖାଇବାକୁ ନେଇକି, ଫାଇନାନ୍ସକୁ ନେଇକି, ଫ୍ୟାମିଲିକୁ ନେଇକି, ଫୁଡକୁ ନେଇକି ସବୁ ଆଜି କିଛି ଡିଷ୍ଟର୍ବ ହେଇପାରନ୍ତି। ଦାନ୍ତର କିଛି ପ୍ରୋବ୍ଲେମ ହେଇପାରେ। ଆପଣ ଆଜି ଥକିଯିବେ, କୌଣସି ମ୍ୟାଟରକୁ ନେଇକି ମାଇଣ୍ଡ ବହୁତ ଟିକେ ଡିଷ୍ଟର୍ବ ରହିବ। ଷ୍ଟିଲ୍ ଆପଣ ସିଚୁଏସନକୁ ବି ହ୍ୟାଣ୍ଡେଲ କରିବେ। ଆଜି କିଛି ପ୍ରାଇଜ ଦେବାକୁ ପଡିବ। ଓଁ ବୁଂ ବୁଧାୟ ନମ ଏଇ ମନ୍ତ୍ରକୁ ଜପ କରନ୍ତୁ, ଆପଣଙ୍କୁ ଆଶୀର୍ବାଦ ମିଳିବ। ଶୁଭ ରଙ୍ଗ ହଉଛି ଆପଣଙ୍କ ପାଇଁ କି ବ୍ଲୁ କଲର। ତୁଳା ରାଶି, ଆଜି ଆପଣ କିଛି ପେଣ୍ଟିଂ କରିବେ, ଲେଖିବେ, କିମ୍ବା ଆପଣଙ୍କର ଗେଟଅପ୍ କୁ ସଜେଇବେ। ଆଜି କିଛି ଭଲ କାମ ହବ। ଖାଇବା ପିଇବା ଭଲ ରହିବ। ପସନ୍ଦର ଦ୍ରବ୍ୟ କିଣିବେ। କିଛି ଇମ୍ପୋର୍ଟାଣ୍ଟ କାମ ଆଜି ହେଇଯିବ। ଆପଣଙ୍କର କୌଣସି ଲୋକ ସହିତ ଆଜି କିଛି ଡିଲ୍ କରିବେ, ହେଲ୍ପ ବି ମିଳିଯିବ। ବହୁତ ଭଲ ଦିନ ଅଛି, ଖୁସି ରହିବେ। ଶୁଭ ରଙ୍ଗ ସବୁଜ ରଙ୍ଗ। ଆପଣ ଆଜି ମେରୁନ୍ କଲର ମଧ୍ୟ ଆଜି ବହୁତ କଲର। ଆପଣ ଆଜି ବିଷ୍ଣୁ ଭଗବାନଙ୍କୁ ତୁଳସୀ ଅର୍ପଣ କରନ୍ତୁ। ପିଜୁଳି କିମ୍ବା ଅଙ୍ଗୁର, ଗ୍ରୀନ୍ ଅଙ୍ଗୁର ପ୍ରସାଦ ରୂପରେ ଖାଆନ୍ତୁ। ବିଛା ରାଶି, ଆଜି ଅଧିକ ଖର୍ଚ୍ଚ ଅଛି। ଗୋଟେ କିଛି ମନି ରିଲେଟେଡ କାମ ହବ, ଯାତ୍ରା କରିବେ। କୌଣସି ଲୋକ ସହିତ ଆଜି ଡିଷ୍ଟର୍ବ ଥିଲା, ଆଜି ଟିକେ ବଢିଯିବ। ଆଉ ଆପଣଙ୍କର କ୍ରିଏଟିଭ ମାଇଣ୍ଡ ଆଜି ଅଧିକ ହବ। କିଛି କାମ ମଧ୍ୟ କରିବେ, ଯାତ୍ରା ବି କରିବେ। ତା ସତ୍ତ୍ୱେ ଆପଣଙ୍କୁ କିଛି ପସନ୍ଦର ଦ୍ରବ୍ୟ ମିଳିବ। ଶୁଭ ରଙ୍ଗ ଆପଣଙ୍କ ପାଇଁ କି ସ୍କାଏ କଲର। ଆପଣ ଆଜି ଗଣେଶ ଭଗବାନଙ୍କୁ ଦୁବ ଅର୍ପଣ କରନ୍ତୁ। ମହାମୃତ୍ୟୁଞ୍ଜୟ ମନ୍ତ୍ର ବି ଆଜି ଶୁଣନ୍ତୁ। ଧନୁ ରାଶି, ଫ୍ରେଣ୍ଡ ସର୍କଲରେ ଆଜି ଆଦୃତ ରହିବେ। ଆଜି ଭଲ କାମ ବି ହବ, ପ୍ରଫିଟ ମିଳିବ। ଆପଣଙ୍କର ରିଲେଟିଭ ଲୋକଙ୍କ ସହିତ କନେକ୍ଟ ରହିବେ। ମନର କଥା କିଛି ପୂରଣ ହବ। କୌଣସି ଦିଗରୁ ଆପଣଙ୍କୁ ଆଜି ସହଯୋଗ ମିଳିବ। ଶୁଭ ରଙ୍ଗ ଆପଣଙ୍କ ପାଇଁ ଆଜି ବ୍ରାଉନ କଲର। ଆପଣ ଆଜି ଅଁଳା କିମ୍ବା ପିଜୁଳି ଖାଆନ୍ତୁ, ଦିନ ଭଲ ରହିବ।
ପ୍ରସାଦ ରୂପରେ ଖାଇବେ ବିଷ୍ଣୁ ଭଗବାନଙ୍କୁ ଅର୍ପଣ କରିକି। ମକର ରାଶି ଆଜି ବହୁତ ସାରା କାମ ହେଇଯିବ, ଆଗକୁ ବଢିବେ। ଆପଣ ଆଜି ଦାୟିତ୍ୱ ନେବେ, କିଛି ଗୁରୁତ୍ୱପୂର୍ଣ୍ଣ ଇସ୍ୟୁ ଆଜି ଆପଣଙ୍କର ଓଭର ହବ। ପିତାଙ୍କ ସହିତ କିମ୍ବା ନିଜ ଲୋକଙ୍କ ସହିତ ଆଜି ଅଧିକ କନେକ୍ଟ ରହିବେ, ନିଜ କାମରେ ଫୋକସ ରହିବେ। ଶୁଭ ରଙ୍ଗ ଆପଣଙ୍କ ପାଇଁ କି ବ୍ଲୁ କଲର। ଆପଣ ଆଜି ଅଁଳାକୁ ପ୍ରସାଦ ରୂପରେ ଖାଆନ୍ତୁ ବିଷ୍ଣୁ ଭଗବାନ ପାଖରେ ପୂଜା କରିକି। କୁମ୍ଭ ରାଶି ଆଜି ସବୁ ବହୁତ ନଲେଜ ଗେଦର କରିବେ, ବିଭିନ୍ନ ଲୋକଙ୍କର ବିଭିନ୍ନ ଦିଗରୁ ନଲେଜ ଆପଣଙ୍କୁ ମିଳିବ। ଆପଣ ଆଜି ଯାତ୍ରା ମଧ୍ୟ କରିବେ, କିଛି କାମ ଆପଣଙ୍କର ଭଲରେ ହେଇଯିବ, ଆଶୀର୍ବାଦ ବି ମିଳିବ। କୌଣସି ଗୁରୁତ୍ୱପୂର୍ଣ୍ଣ କାମକୁ ଆପଣ ଆଜି ଖୁବ ସୁନ୍ଦର ଭାବରେ ହ୍ୟାଣ୍ଡେଲ କରିବେ। ବହୁତ ଭଲ ଦିନ ଅଛି, ଖୁସି ରହିବେ। ଶୁଭ ରଙ୍ଗ ଆପଣଙ୍କ ପାଇଁ ଆଜି ସ୍କାଏ କଲର। ଆପଣ ଆଜି ମଥାରେ ବିଷ୍ଣୁ ଭଗବାନଙ୍କ ଚନ୍ଦନ ଲଗାନ୍ତୁ। ମୀନ ରାଶି ଆଜି କିଛି ଭାଙ୍ଗି ଯାଇପାରେ, ପଡି ଯାଇପାରେ, ଆଜି ନିଜର ପରିବର୍ତ୍ତନ ହବ, କିଛି କଥା ଜାଣିପାରିବେ, ଜାଣିକି ବି ଭୁଲ କରିବେ, ଲିଟିଗେସନ ରେ ପଡି ଯାଇ ପାରନ୍ତି। ଆଜି କିଛି ଗୋଟେ ଏଣ୍ଡ ହବ। ଆଜି ପୂଜା ପାଠ ମନ୍ତ୍ର ତନ୍ତ୍ର ଏଇଥିରେ ଟିକେ ଆଗ୍ରହ ଆସିବ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ ବ୍ଲୁ କଲର। ଆପଣ ଆଜି ବିଷ୍ଣୁ ସହସ୍ର ନାମ ଶୁଣନ୍ତୁ। ଆଜି ଦିନକୁ ଆହୁରି ବେଟର କରିବା ପାଇଁ କି ଆପଣ ଅଧିକ ଶାଗ ପରିବା ଖାଆନ୍ତୁ, କିଛି ଦାନ ବି କରନ୍ତୁ। ଆପଣ ଆଜି ତୁଳସୀ ଜଲ୍ଦି ତୋଳି ନିଅନ୍ତୁ। ତୁଳସୀ ଏକାଦଶୀରେ ତୁଳା ଯାଏ ନା, ଦ୍ଵାଦଶୀରେ ବି ତୋଳି ପାରିବେ ନାହିଁ। ଆଜି ବହୁତ ସାରା ତୁଳସୀ ତୋଳି ନିଅନ୍ତୁ। ଆଜି ଗଙ୍ଗା ମାତାଙ୍କୁ ସ୍ପେଶାଲ ପୂଜା କରନ୍ତୁ, ଆରମ୍ଭରୁ କହିଦେଇଛି। ତା ସହିତ ଆପଣ ଆଜି ବିଷ୍ଣୁ ସହସ୍ର ନାମ, ବୁଦ୍ଧଙ୍କର ସ୍ତୋତ୍ର ଓಂ ବୁଂ ବୁଦ୍ଧାୟ ନମ ଏ ମନ୍ତ୍ରକୁ ଜପ କରନ୍ତୁ, ଆପଣଙ୍କୁ ବହୁତ ଶୁଭ ଫଳ ପ୍ରାପ୍ତି ହବ। ଆପଣ ଆଜି କିଛି ମୁଗ ଗାଈକି ହଉ ନହେଲେ ଆପଣ ଚଢେଇଙ୍କୁ ମୁଗ କିଛି ଦିଅନ୍ତୁ, ଆପଣଙ୍କୁ ବହୁ ଲାଭ ମିଳିବ। ଯୋଉମାନଙ୍କର ବ୍ୟବସାୟରେ କିମ୍ବା ନିଜ ଅନୁଷ୍ଠାନରେ ଲାଭ ହଉନି, ବହୁତ ଲସ୍ ହେଇକା ଯାଉଛି, ଆପଣ ଆଜିଠାରୁ 27 ଡେଜ 9 ବର୍ଷରୁ ଛୋଟ ଛୋଟ ପିଲାମାନଙ୍କୁ ବର୍ଫି ହଉ, ଖଟା ମିଠା ଚକୋଲେଟ ହଉ, ପେନ୍ ହଉ, କିଛି ନା କିଛି ବାଣ୍ଟନ୍ତୁ। ପେପର ପେନ୍, କିଛି ଅଁଳାରେ ବନା ହେଇଥିବା ଚକୋଲେଟ ଦିଅନ୍ତୁ, ଦେଖିବେ ଆପଣଙ୍କୁ ବହୁତ କିଛି ଲାଭ ମିଳିବ। ଆଉ ତା ସହିତ ଆଜିଠାରୁ ଆପଣ ଗୋଟେ ଗାଈକୁ ଯଦି ଖାଇବାକୁ ଦେବେ, ଚଢେଇଙ୍କୁ ଯଦି ମୁଗ ଦେବେ, 27 ଦିନ ପର୍ଯ୍ୟନ୍ତ ଦେଇ ଚାଲିବେ, ଆପଣଙ୍କର ବିଜନେସ ର ଗ୍ରୋଥ ହବ।